ଧାନ କଟା ପରେ ଇଏ ହେଉଛି ଜମିର ଦୃଶ୍ୟ। ଆଗରୁ ଧାନ କଟା ପରେ କଡ଼େଇ ବା କଟଳା ଏସବୁ ନେଇକି ଘରେ ରଖୁଥିଲେ। ତାପରେ ବେଙ୍ଗଳା ବା ପତୁଳି ପଡ଼ୁଥିଲା। ତାପରେ ଯେହେତୁ ଧାନ ଅମଳ ହେଉଥିଲା ନଡ଼ା ଅଲଗା ହେଉଥିଲା। କିନ୍ତୁ ବର୍ତ୍ତମାନ ଦେଖନ୍ତୁ ବିଲରେ ସବୁ ଗଦା ହେଇଛି। ଶେଷର ଆସିବ, ସେଥିରୁ ଧାନ ବାହାର କରିବ, କୁଟା ଅଲଗା କରିବ, ତାପରେ ଘରକୁ ନେବ। ପରିସ୍ଥିତି ବଦଳିଛି। ଆଉ ସେ ଅନୁସାରେ ସମୟ ଅନୁକ୍ରମେ ଆଜିକାଲି ବଦଳି ଯାଉଛି ସବୁ ପରିସ୍ଥିତି। ଧାନ କିଆରିରୁ ଧାନ ଏଇଠୁ ଧାନ ଯାଉଛି, ନଡ଼ା ଅଲଗା ହେଇକି ଯାଉଛି। ଯାହାର ଗାଈଗୋରୁ ଅଛନ୍ତି ନଡ଼ା ଖାଇବେ, ଧାନରୁ କୁଣ୍ଡା ଖାଇବେ। ଆଉ କେହି ସେ ନଡ଼ାରେ ପୁଣି ଛତୁ ଚାଷ କରି ଦୁଇ ପଇସା ରୋଜଗାର କରିବେ। ଏ ହେଉଛି ଧାନ କଟା ପରର ଦୃଶ୍ୟ।